ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଗୋଟିଏ ଗଧ ରହୁଥିଲା। ସେ ଭାରି ଚତୁର ଥିଲା, କିନ୍ତୁ ଅନ୍ୟ ପଶୁମାନେ ତାକୁ ମୂର୍ଖ ବୋଲି ଭାବୁଥିଲେ। ସେ ନିଜେ ମୂର୍ଖ ନ ହୋଇ ଆଉ ପଶୁମାନଙ୍କୁ ମୂର୍ଖ ବନେଇ ତା ଜଙ୍ଗଲରୁ ସେ ଖେଦୁଥିଲା। ସିଏ ରହୁଥିବା ଜଙ୍ଗଲରେ ତା ଆଖପାଖରେ କାହାକୁ ବି ରହିବାକୁ ଦିଏ ନାହିଁ। ସେ ପାଖରେ ଥିବା ସବୁଜ ଘାସ ଖାଉଥାଏ। ଗୋଟିଏ ଦିନର କଥା। ଦିନେ ଦୁଇଟି ହରିଣ ଗଧ ରହୁଥିବା ଜାଗାକୁ ଚାଲି ଆସିଲେ। ଦେଖିଲେ ସବୁଜ ଘାସରେ ଜାଗାଟି ପରିପୂର୍ଣ୍ଣ। ସେ ଦୁଇ ଜଣ ବିଚାର କଲେ, ସେମାନେ ଏଇ ଜାଗାରେ ରହିବେ। ସବୁଜ ଘାସ ଖାଇ ଆରାମରେ ରହିବେ। ଆରେ ସାଙ୍ଗ, ତୁ ଦେଖିଲୁ ନା କେତେ ବଡ଼ ବଡ଼ ଘାସ ହୋଇଛି। ଆମେ ଆଜିଠୁ ଏଇଠି ରହିବା। ଆମକୁ ଆଉ ଖାଦ୍ୟ ସଂଗ୍ରହ କରିବାକୁ ଅନ୍ୟ ଜାଗାକୁ ଯିବାକୁ ପଡ଼ିବ ନାହିଁ। ହଁ ହରିଣ ଭାଇ, ତମେ ଠିକ୍ କହୁଛ। ଆଜିଠାରୁ ଆମେ ଏଇଠି ରହିବା। ଆମର ବାକି ଜୀବନ ଏଇଠି କଟେଇ ଦେବା। ଦୁଇ ଜଣ କଥା ହେବା ସମୟରେ ସେଇଠି ରହୁଥିବା ଗୋଟିଏ ଗଧର ନଜର ତାଙ୍କ ଉପରେ ପଡ଼ିଲା। ଗଧ କେମିତି ସେମାନଙ୍କୁ ତଡ଼ିବ ସେ ବିଷୟରେ ଚିନ୍ତା କଲା। ଆରେ ହେଇ, ଏଇ ଦୁଇ ଜଣଙ୍କର ସାହସ ତ କମ୍ ନୁହେଁ। ଏଇ ଜାଗାକୁ ଆସିକି ଘାସ ଚରୁଛନ୍ତି। ତମ ଦୁଇ ଜଣ ରୁହ, ତମ ଦୁଇ ଜଣକୁ ପାନେ ଚଖଉଛି। ଆରେ ହରିଣ ଭାଇ, ତମେ ଦୁଇ ଜଣ ରାସ୍ତା ଭୁଲି ଇଆଡ଼େ କୁଆଡ଼େ ଚାଲି ଆସିଲ। ତମେ ଦୁଇ ଜଣ କୋଉଠୁ ଆସିଲ? ତୁମ ଦୁଇ ଜଣଙ୍କୁ ମୁଁ ତ ଏ ଜଙ୍ଗଲରେ ଆଗରୁ କେବେ ଦେଖି ନାହିଁ। କ'ଣ ତମ ଦୁଇ ଜଣ ଏ ଜଙ୍ଗଲରେ ନୂଆ? ହଁ ଗଧ ଭାଇ, ଆମେ ଏ ସବୁଜ ଘାସକୁ ଦେଖି ଆଉ ସମ୍ଭାଳି ପାରିଲୁନି। ଆମେ ଚାଲି ଆସିଲୁ। ଜାଗା ଆମକୁ ବହୁତ ଭଲ ଲାଗୁଛି। ଆରେ ତମେ ବି ଏ ସବୁଜ ଘାସକୁ ଦେଖିକି ପଳେଇ ଆସିଲ? ଆରେ ତମେ ଜାଣିନ, ଏଇଟା ସିଂହ ମହାରାଜାଙ୍କର ଇଲାକା। ଏଇଠି ଯେଉଁ ପଶୁ ପକ୍ଷୀମାନେ ସବୁଜ ଘାସ ଦେଖିକି ଚାଲି ଆସନ୍ତି, ତାଙ୍କୁ ସିଂହ ମହାରାଜ ଚାଲାକ କରି ମାରି ଖାଇଦିଏ। ତୁମ ଦୁଇ ଜଣଙ୍କୁ ଦେଖିଲା ପରେ ମୋ ମନରେ ବହୁତ ଦୟା ଆସୁଛି। ଏଇଠି ଆସିକି ଜୀବନ ଦେବାର ମୂଲ୍ୟ କ'ଣ? ଆରେ ତୁମ ଦୁଇ ଜଣଙ୍କର ବୟସ ତ ହେଇନାହିଁ। ମୋ କଥା ମାନ। ତୁମେ ଯେତେ ଶୀଘ୍ର ପାରିବ ଏ ଜଙ୍ଗଲରୁ ଚାଲିଯାଅ, ନହେଲେ ତୁମମାନଙ୍କୁ ସିଂହ ରାଜା ଦେଖିଲେ ମାରିକି ତାର ପେଟ ଶାନ୍ତ କରିଦେବ। ହେ ଭଗବାନ, ଆମେ ଖାଦ୍ୟ ଲାଳସାରେ ଏଠାକୁ ଚାଲି ଆସିଲୁ। ଏଇନା ମରିବାଟା ଥୟ। ନାଇଁ, ସିଂହ ଆସିବା ଆଗରୁ ଆମେ ଚାଲିଯିବୁ। ଗଧ ମନେ ମନେ ଭାବିଲା, ତାର ବୋଧି ଏଠି କାମ କରିଗଲା। ସେହି ସମୟରେ ଗୋଟିଏ ସିଂହର ଗର୍ଜନର ଆଭାସ ମିଳିଲା। ସେ ଶବ୍ଦରେ ଗଧ ଆଉ ହରିଣମାନେ ଡରିଗଲେ। ହରିଣ ଦୁଇ ଜଣ ଯାଇ ଗୋଟିଏ ବୁଦା ମୂଳରେ ଲୁଚିଗଲେ, କିନ୍ତୁ ଗଧ ସେଠାରୁ ଯାଇପାରିଲା ନାହିଁ। ସେ ନିଜେ ମନେ ମନେ ଚିନ୍ତା କଲା, ଏଇନା ଯଦି ସେ ସିଂହକୁ ଚାଲାକ କରିବନି, ତାହେଲେ ମୋତେ ସେ ମାରିକି ଖାଇଦେବ। ମନେ ମନେ ଭାବିଲା। ସେ ସମୟକୁ ସେ ଆଉ କୁଆଡ଼େ ଯାଇପାରିଲା ନାହିଁ। ଆରେ ତୁ କ'ଣ ମୋ ସାମ୍ନାକୁ ଚାଲି ଆସିଲୁ? ମୋ ରାସ୍ତା ଛାଡ଼। ଏଇଠି ହରିଣ ମାନଙ୍କର ବାସ୍ନା ହଉଛି। ମୁଁ ଦୂରରେ ସେମାନଙ୍କୁ ଦେଖିଛି। କୁଆଡ଼େ ଗଲେ କହ, ନହେଲେ ତୋତେ ଏଇଠି ମାରିକି ଖାଇବି। ସିଂହର କଥା ଶୁଣି ଗଧ ମନେ ମନେ ଭାବିଲା, ହରିଣ ମାନଙ୍କୁ କୁଆଡ଼େ ଗଲେ, କିନ୍ତୁ ତା ମନକୁ ଟିକେ ଦୟା ଆସିଲା। ସେ ଚିନ୍ତା କଲା, ଆଉ କହିଲା ନାହିଁ। ସିଂହର କଥା ଶୁଣି ଗଧ ମନେ ମନେ ଭାବିଲା, ସିଂହ ମହାରାଜ, ହରିଣ ଦୁଇ ଜଣ ଏଇଠାକୁ ଆସିଥିଲେ, କିନ୍ତୁ ମୁଁ ସେମାନଙ୍କୁ ଏଇଠୁ ଚାଲିଯିବାକୁ କହିଲି। ସେମାନେ ମୋ କଥାକୁ ଅମାନ୍ୟ କରୁଥିଲେ। ତାଙ୍କ ସହ ମୋର ଝଗଡ଼ା ମଧ୍ୟ ହୋଇଗଲା। ଏଇଠି ସେମାନେ ବହୁତ ସମୟ ପର୍ଯ୍ୟନ୍ତ ଥିଲେ। ସେଥିପାଇଁ ଆପଣଙ୍କୁ ବାସ୍ନା ପାଉଛନ୍ତି। ଆରେ ମୋତେ କହ, ସେ ଦୁଇ ଜଣ କୋଉ ଜଙ୍ଗଲ ଆଡ଼େ ଗଲେ? ଆଜି ସେ ଦୁଇ ଜଣଙ୍କୁ ମାରି ଆନନ୍ଦରେ ଖାଇବି। ମହାରାଜ, ଆପଣ ସେ ପଟେ ଚାଲିଯାଆନ୍ତୁ। ସେମାନେ
ଏଇ ଆଖପାଖରେ କୋଉଠି ଥିବେ। ଆପଣ ଶୀଘ୍ର ଯାଆନ୍ତୁ, କାଳେ ଆପଣଙ୍କୁ ମିଳିଯିବେ। ଗଧ ତାର ଚାଲାକି ବଳରେ ଆଉ ଗୋଟିଏ ରାସ୍ତାକୁ ଦେଖେଇ ଦେଲା। ସିଂହ ତାର ବଳପୂର୍ବକ ଦୌଡ଼ିବାକୁ ଲାଗିଲା। ସିଂହ ସେଇଠୁ ଚାଲିଗଲା ପରେ ହରିଣ ଦୁଇଜଣ ସେଇ ବୁଦାମୂଳରୁ ବାହାରି ପଡ଼ିଲେ, ଆଉ ଗଧକୁ ବହୁତ ଧନ୍ୟବାଦ ଦେଲେ। ଧନ୍ୟବାଦ ଗଧ ଭାଇ, ଆମ ଜୀବନ ବଞ୍ଚେଇଥିବାରୁ, ନହେଲେ ଆମେ ତ ମରିଥାନ୍ତୁ। ଆଉ ଆପଣ ଯଦି ଆଜି ଏଇଠି ନଥାନ୍ତେ, ସେ ସିଂହକୁ ଆମକୁ ତାର ଶିକାର କରିଦେଇଥାନ୍ତା। ହରିଣ ଦୁହେଁ ସେ ଜାଗାରୁ ଚାଲିଗଲେ। ଗଧ ବି ବହୁତ ଆନନ୍ଦରେ ଘାସ ଚରିବାକୁ ଲାଗିଲା। କିଛି ସମୟ ପରେ ସିଂହ ପୁଣି ଥରେ ସେ ଜାଗାକୁ ଆସିଲା। ସେ ବହୁତ ରାଗରେ ଗରଗର ହଉଥିଲା। ତାକୁ ସେ ହରିଣମାନେ ନ ମିଳିବାରୁ, ଆରେ ଗଧ, ତୁ କହିଥିବା ରାସ୍ତାରେ ମୁଁ ଗଲି, କିନ୍ତୁ ଗୋଟିଏ ହେଲେ ହରିଣ ମୋତେ ମିଳିଲା ନାହିଁ। ଆରେ ହେଇ, ତୁ ମୋତେ ଆଉ ମିଛ କହିନୁ ତ? ମହାରାଜ, ସେମାନେ ଏଇଠି କୋଉଠି ରହୁଥିବେ, ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ଆଉ ଗୋଟିଏ ହରିଣ କୁଆଡ଼େ ଗଲା ଟିକେ ମନେ ପକେଇକି କହୁଛି। ଆପଣ ଶାନ୍ତ ହେଇକି ବସନ୍ତୁ। ମୁଁ ଏଇଠି ଏବେ ବସିଲି, ଏବେ ଆଉ କୁଆଡ଼େ ଯିବି ନାହିଁ। ତୁ ଯଦି ମୋତେ ଆଉ ଥରେ ମିଛ କଥା କହିବୁ, ତାହେଲେ ଦେଖିବୁ, ତୋତେ ଏଇଠି ମାରିକି ଖାଇବି। ସିଂହର କଥା ଶୁଣିକି ଗଧ ଡରରେ ଛାନିଆ ହୋଇଗଲା। ଆଉ ତା ମନେ ମନେ ଚିନ୍ତା କଲା। ଆଉ ସିଂହକୁ କହିଲା, ମହାରାଜ, ମୋ ଗୋଡ଼ରେ ଗୋଟିଏ କଣ୍ଟା ପଶିଛି। ଆପଣ ଆଉ ଆପଣଙ୍କ ପରିବାର ମୋତେ ଯଦି ଖାଆନ୍ତି, ତାଙ୍କ ପାଟିରେ କଣ୍ଟା ପଶିଯିବ। ଆପଣ ଯଦି କହୁଛନ୍ତି, ମୁଁ ଆପଣଙ୍କର ଖାଦ୍ୟ ହେବାକୁ ପ୍ରସ୍ତୁତ। ହେଲେ ଆପଣ ଗୋଟିଏ କାମ କରନ୍ତୁ, ମୋ ଗୋଡ଼ରେ ପଶିଥିବା କଣ୍ଟାକୁ କାଢ଼ି ଦିଅନ୍ତୁ, ତାପରେ ମୋତେ ଖାଇବେ। ତାପରେ ସିଂହ ଭାବିଲା, ତା ଗୋଡ଼ରେ ପଶିଥିବା କଣ୍ଟାକୁ କାଢ଼ିବା ପାଇଁ କେତେ ବା ସମୟ ଲାଗିବ। ଆଗ ତା ଗୋଡ଼ରୁ କଣ୍ଟା କାଢ଼ିଦିଏ, ତାପରେ ତାକୁ ମାରିକି ଖାଇବି, ଆଉ ମୋ ପରିବାର ସମସ୍ତଙ୍କୁ ପେଟ ପୂରିଯିବ। ହଉ ହଉ, ଆଣେ ତୋ ଗୋଡ଼ରୁ କଣ୍ଟା କାଢ଼ି ଦେଉଛି, ତାପରେ ତୋତେ ଖାଇବି। ତାପରେ ଗଧର ପଛ ଗୋଡ଼ରୁ କଣ୍ଟା କାଢ଼ିବା ପାଇଁ ଯେମିତି ସିଂହ ନଇଁ ପଡ଼ିଛି, ତା ଦୁଇ ଗୋଡ଼ରେ ଗୋଟିଏ ନାଥରେ ସିଂହ ମୁହଁ ମାଡ଼ିକି ତଳେ ପଡ଼ିଲା। ସିଂହ ଉଠିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ସିଂହ ଆଉ ଉଠି ପାରିଲା ନାହିଁ। ସିଂହର ମୁହଁ ପୂରାପୂରି ଫାଟିଗଲା। ଏମିତି ଭାବରେ ଗଧଟି ତାର ବୁଦ୍ଧି ବଳରେ ଗୋଟିଏ ଏତେ ବଡ଼ ସିଂହକୁ ପାନେ ଦେଲା। ତ ପିଲାମାନେ, ଏ ଗପରୁ ଆମେ କ'ଣ ଶିଖିଲେ? ଆମେ ଏ ଗପରୁ ଶିଖିଲେ ଯେ ଯେତେ ବଡ଼ ବିପଦ ଆସିଲେ ବି ଭୟଭୀତ ନ ହୋଇ ନିଜ ବୁଦ୍ଧି ବଳରେ ମାରିବାକୁ ପଡ଼େ। ପାହାଡ଼କୁ ଲାଗି ଛୋଟିଏ ଗାଁଟିଏ ଥିଲା। ସେଇ ଗାଁରେ ରାଧୁ ନାମକ ଗୋଟିଏ କ୍ଷୀରବାଲା ରହୁଥିଲା। ସେ ଗୋଟିଏ ଛେଳିକୁ ପାଳିଥିଲା। ସେ ପ୍ରତିଦିନ ପାହାଡ଼ ଉପରକୁ ଯାଇ ତା ଛେଳି ପାଇଁ ଘାସ ନେଇକି ଆସେ। ଛେଳି ସେଇ ଘାସକୁ ଖାଇ ବହୁତ ସାରା କ୍ଷୀର ଦିଏ। ରାଧୁ ସେଇ କ୍ଷୀରକୁ ନେଇ ବଜାରରେ ବିକ୍ରି କରେ। ସେଥିରୁ ସେ ଯାହା ରୋଜଗାର କରୁଥିଲା, ସେଥିରେ ତାର ପେଟ ପୋଷୁଥିଲା। ଦିନକର କଥା, ଦିନେ ରାଧୁର ଦେହ ବହୁତ ଜୋର ଖରାପ ହୋଇପଡ଼ିଲା। ସେ ଆଉ ସେଦିନ ତା ଛେଳି ପାଇଁ ଘାସ ଆଣିବାକୁ ଯାଇପାରିଲା ନାହିଁ। ମୋ ଦେହଟା ଆଜି ଜମା ଭଲ ଲାଗୁନି। ମୁଁ ଆଜି ମୋ ଛେଳି ପାଇଁ କିଛି ଘାସ ନ ଆଣେ, ତାହେଲେ ସେ ଖାଇବ କ'ଣ? ନାହିଁ, ମୋତେ କିଛି ଗୋଟେ କରିବାକୁ ପଡ଼ିବ। ଏମିତି କିଛି ଭାବି ରାଧୁ ଛେଳି ପାଖକୁ ଗଲା, ଆଉ ଛେଳିର ପଘାଟାକୁ ଫିଟେଇ ଦେଲା।
ମିକୁରେ ଆଜି ଦେହଟା ଜମା ଭଲ ଲାଗୁନି। ମୁଁ ଆଜି ତୋ ପାଇଁ ଘାସ ଆଣି ପାରିବିନି। ତୁ ଯା, ଆଜି ଯେତିକି ଘାସ ପାରିବୁ ଚରିକି ଆସିବୁ। କିନ୍ତୁ ହଁ, ସନ୍ଧ୍ୟା ହେବା ପୂର୍ବରୁ ଫେରି ଆସିବୁ। ଏହାପରେ ଛେଳିଟି ମାଲିକର କଥା ମାନି ସିଧା ପାହାଡ଼ ଉପରକୁ ଚାଲିଲା। କିଛି ରାସ୍ତା ଯିବା ପରେ ତାର ହରିଣ ସହିତ ଭେଟ ହେଲା। ହରିଣ ଭାଇ, ଏଠି କୋଉଠି ଭଲ ଘାସ ମିଳିବ କି? ଓହୋ, ଆଉ ଟିକେ ଆଗକୁ ଯାଅ, ଭଲ ଭଲ ଘାସ ମିଳିବ। ସେଠି ସବୁ ଛେଳିମାନେ ଘାସ ଚରୁଛନ୍ତି। ତୁମକୁ ସେଠି ସାଙ୍ଗ ମଧ୍ୟ ମିଳିଯିବ। ହଉ ହଉ ହରିଣ ଭାଇ, ମୁଁ ଏବେ ଯାଉଛି। ଏମିତି କହି ଛେଳିଟି ଆଉ ଟିକେ ଆଗକୁ ଗଲା। କିଛି ସମୟ ଭିତରେ ସେ ସେଠାରେ ପହଞ୍ଚିଗଲା। ଆରେ, ଏଠି ତ ସବୁ ଛେଳିମାନେ ଘାସ ଚରୁଛନ୍ତି। ମାନେ ଏ ଘାସ ସବୁଠୁ ଭଲ ହୋଇଥିବ। ହଁ, ଆଖିକୁ ବି ବଡ଼ ବଡ଼ ଘାସ ଦିଶୁଛି। ହଁ, ମୁଁ ତ ଆଜି ମନ ଭରିକି ଚରିବି ଆଉ। ଏମିତି କହି ଛେଳିଟି ଘାସ ଚରିବାରେ ଲାଗିଲା। ସେ ଘାସ ଚରୁ ଚରୁ ତାକୁ ବହୁତ ଶୋଷ ହେଲା। ସେ ସିଧା ଯାଇ ପାହାଡ଼ ପାଖ ଝରଣା ପାଖରେ ଯାଇ ପହଞ୍ଚିଗଲା। ଝରଣାରୁ ବହି ଯାଉଥିଲା ଝଲମଲ ପାଣି। ମାଛମାନେ ବି ସେ ପାଣିରେ ଖେଳୁଥାନ୍ତି। ସେ ଝରଣାର ପାଣି ବହୁତ ସୁନ୍ଦର ଥିଲା ଆଉ ନିର୍ମଳ ଥିଲା। ଛେଳିଟି ସେଇ ଝଲମଲ ପାଣିକୁ ଦେଖି ତାକୁ ଗାଧେଇବାକୁ ଇଚ୍ଛା ହେଲା। ଓହୋ, କି ଖରା ହେଉଛି! ନ କହିବା ଭଲ। କଥାରେ ଅଛି ପରା, ଜ୍ୟେଷ୍ଠ ମାସର ଖରା ସହି ନ ପାରିଲେ ଘରକୁ ପଳା। ଠିକ୍ ଯେମିତି ମୋ ଦଶା ସେଇଆ। ମତେ ତ ବହୁତ ଜୋର ଗରମ ଲାଗୁଛି। ହଁ, ପାଣି ବି ବହୁତ ସବୁଜ ସ୍ୱଚ୍ଛ ଦେଖାଯାଉଛି। ଯାଉଛି, ଏ ଥଣ୍ଡା ପାଣିରେ ଗାଧେଇବି। ଏହା କହି ଛେଳିଟି ସିଧା ପାଣି ଭିତରକୁ ଡେଇଁ ପଡ଼ିଲା। ସେ ପାଣି ଭିତରେ ଯେମିତି ପଡ଼ିଛି, ସବୁ ମାଛ ଡେଇଁବାକୁ ଲାଗିଲେ। ଓହୋ, କି ଶାନ୍ତି! ବାହାରେ ଗରମର ପୋଡ଼ିଗଲା ପରି ଲାଗୁଥିଲା। ଏବେ ଥଣ୍ଡା ପାଣି ଟିକେ ବାଜିବାରୁ ଜୀବନ ଟିକେ ଶାନ୍ତି ପାଇଲା। ହଁ, ତ ସନ୍ଧ୍ୟା ହେବାକୁ ତ ଆହୁରି ସମୟ ବାକି ଅଛି। ଯାଉଛି, ଏ ପାଣିରେ ମନ ଭଳିକି ଗାଧେଇବି ଆଉ। ତାପରେ ଛେଳିଟି ପହଁରି ପହଁରି ମଝି ନଈକୁ ଗଲା। ଆଉ ସେଇଠି ରହି ପାଣିକୁ ଛପ ଛପ କରି ଖେଳିବାକୁ ଲାଗିଲା। ସେ ଏମିତି ଗୋଡ଼ରେ ପାଣିକୁ ଛପ ଛପ କରୁଥିବା ସମୟରେ ତାର ଗୋଡ଼ଟି ଗୋଟିଏ ମାଛ ଦେହରେ ବାଜିଗଲା। ମାଛଟି ରାଗରେ ଗର ଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଇଲୋ ବଉଲୋ, ଏ ମାଛଟା ମୋ ଗୋଡ଼କୁ କାମୁଡ଼ି ପକାଇଲା ଲୋ। ଓହୋ, କି କଷ୍ଟ! ମାଛଟି କାମୁଡ଼ିବା ଦ୍ୱାରା ଛେଳିର ଗୋଡ଼ ଝିମ୍ ଝିମ୍ ହୋଇଗଲା। ସେ ତୁରନ୍ତ ଭୟରେ ପାଣିରୁ ବାହାରି ଆସିଲା। ଓହୋ, ଆଜିଠାରୁ ମୁଁ କାନ ମୁଡ଼ି ହେଲି, ଚାପୁଡ଼ା ବି ମାରି ହେଲି। ଆଉ ଜୀବନରେ କେବେ ପାଣିରେ ପଶିବିନି। ଏମିତି ସେଇ ଦିନରୁ ଛେଳିମାନେ ପାଣିକୁ ଦେଖିଲେ ଡରନ୍ତି। ଆରେ, ଏବେ ତ ସନ୍ଧ୍ୟା ହେବାକୁ ଆସିଲାଣି। ମୋ ମାଲିକ ମୋତେ ଅପେକ୍ଷା କରିଥିବେ। ଯାଏ, ଜଲ୍ଦି ଘରକୁ ଯାଏ।